ଅଜ୍ଞାନ ଦ୍ୱାରା ଜୀବ ବନ୍ଦୀ ହୋଇଯାଏ ଆଉ ଯାହାଙ୍କର ଜ୍ଞାନ ଦ୍ୱାରା ଭବବନ୍ଧନ ମୁକ୍ତ ହୋଇଯାଏ। ସେହି ପରମ ଜ୍ଞାନ, ସେହି ପରମ ପୁରୁଷକୁ ଜାଣିବାର ସୁଯୋଗ ଆମକୁ ମଣିଷ ଜନ୍ମରେ ଠାକୁର ଦେଇଛନ୍ତି। ଏହି ଜନ୍ମଟାକୁ ଯଦି ଆମେ ଛାଡ଼ିଦେବା, ଏହି ଜନ୍ମର କାର୍ଯ୍ୟକୁ ଠିକରେ କରି ନ ପାରିବା, ତାହେଲେ ଜଣେ ଲୋକକୁ ରାତି ସାରା ଗୋଡ଼ି ମାଟିକୁ ଫୋପାଡ଼ିଲା, କିନ୍ତୁ ସେ ଜାଣିନି ହୀରା ଗଦାରେ ବସିଛି। ଯେତେବେଳେ ସକାଳ ପାହିଲା ଆଉ ମାତ୍ର ଗୋଟିଏ ବାକି ଥିଲା, ଦେଖିଲା ବେଳକୁ ହୀରାଟିଏ, ସେ ମୁଣ୍ଡ ବାଡ଼େଇ ବାଡ଼େଇ କାନ୍ଦିଲା। ଓହୋ, ମୁଁ ଯେନ୍ଟା ପଥର ବୋଲି ଭାବୁଥିଲି ସେଟା ହୀରା ଏ। আমি নাই জানে করে অজ্ঞান से सबू हीरा के फेंकी नेबी। अर्थात आम मनुष्य जीवन में से हरि रूपक हीरा ज्ञान रूपक धन को प्राप्त करने ठाकुर आमको छाड़ी दे